ପିଲାର ମୁଣ୍ଡଟା ତାତି ତାତି ରହୁଛି, ଦେହ ହାତ ସବୁ ଥଣ୍ଡା, ପୁରା ନର୍ମାଲ ଆକ୍ଟିଭ୍ ରହୁଛି ପିଲା, କିନ୍ତୁ ମୁଣ୍ଡଟା ସବୁବେଳେ ଗରମ ରହୁଛି। ବହୁତ ସମୟରେ ପ୍ୟାରେଣ୍ଟସ୍ ମାନେ ଆସିକି କୁହନ୍ତି, ସାର୍ ପିଲା ଦେହରେ ବୋଧେ ଭିତରିଆ ଜ୍ୱରଟା ରହୁଛି, ସବୁ ପରୀକ୍ଷା ପତ୍ର କରିଦିଅନ୍ତୁ, କ'ଣ ଡର ଲାଗୁଛି, କ'ଣ ଥିବ କାଳେ ସୁବିଧା ଅସୁବିଧା। ଏଇ ଯେଉଁ ଡାଉଟ୍ଟା ପ୍ରାୟ ଉଣା ଅଧିକେ ସବୁ ବାପା ମାଆ ମାନେ କେବେ ନା କେବେ ଫିଲ୍ କରିଥିବେ। ଆଜି ଆସନ୍ତୁ ତାହାରି ଉପରେ ଆମେ ଟିକେ କଥା ହେଇଯିବା। ପିଲାମାନଙ୍କର କାହିଁକି ମୁଣ୍ଡଟା ଦେହ ଅପେକ୍ଷା ଟିକେ ଉତ୍ତାପ ଅଧିକ ଲାଗେ, ତାର କିଛିଟା କାରଣ ଅଛି। ଆମେ ଫାଷ୍ଟ ତାକୁ ବୁଝିବା ଜରୁରୀ। ଜନ୍ମ ପରଠୁ ପିଲା ଆପଣ ଦେଖିବେ, ଜନ୍ମ ବେଳକୁ ପିଲା ଯେଉଁ ଜନ୍ମ ହେଉଛି, ଛୋଟ ଛୋଟ ପିଲା ଯେଉଁମାନେ, ନ୍ୟୁବର୍ନ ପିଲା ଯେଉଁମାନେ, ଆପଣ କମ୍ପେୟାର କରିକି ଦେଖିବେ ତାଙ୍କର ବଡି କମ୍ପାରିଜନ୍ ତାଙ୍କର ମୁଣ୍ଡ ସାଇଜ୍ଟା ଟିକେ ଅଧିକ। ହଁ କି ନାହିଁ କହିଲେ? ବଡିଟା ଆମର ଯେମିତି ପ୍ରପୋର୍ସନାଲ୍ ଅଛି, ତାଙ୍କର ବଡିଟା ଟିକେ ଛୋଟ, ମୁଣ୍ଡଟା ଟିକେ ଅଧିକ। ଏଇଟା ନ୍ୟାଚୁରାଲ ଜିନିଷ। ମୁଣ୍ଡର ସାଇଜ୍ଟା ଅଧିକ ଥିବା ଯୋଗୁଁ ମୁଣ୍ଡକୁ ବ୍ଲଡ଼ ସଞ୍ଚାଳନ ଟିକେ ଅଧିକ ହେବ କି ନାହିଁ? ଆମ ଦେହରେ ଯେତିକି ଅଙ୍ଗ ପ୍ରତ୍ୟଙ୍ଗ ସବୁଆଡ଼କୁ ବ୍ଲଡ଼ ଯାଉଛି, ମୁଣ୍ଡର ଗୋଟେ ଯେହେତୁ ସର୍ଫେସ୍ ଏରିଆଟା ଅଧିକ, ତେଣୁକରି ମୁଣ୍ଡକୁ ରକ୍ତ ସଞ୍ଚାଳନ ଅଧିକ ହେବ। ପିଲାଙ୍କର ତାଙ୍କର ମୁଣ୍ଡର ସର୍ଫେସ୍ଟା ବଡି କମ୍ପାରିଜନ୍ ପାଖାପାଖି 20%। ଆମର ଆଡଲ୍ଟସ୍ ମାନଙ୍କର କେତେ ନା 9%। ତାଙ୍କର ଆମର ଯେତିକି ସଞ୍ଚାଳନ ହେଉନି ବ୍ରେନ୍କୁ, ପିଲାଙ୍କର ରକ୍ତ ସଞ୍ଚାଳନ ବ୍ରେନ୍କୁ ଟିକେ ଅଧିକ। ଆଉ ସେକେଣ୍ଡ କଥା ହେଲା କ'ଣ ନା, ପିଲାଙ୍କର ନର୍ମାଲି ତାଙ୍କର ବ୍ରେନ୍ ଗ୍ରୋଥଟା ଆମଠୁ ସ୍ପିଡ୍। ଆମର ନର୍ମାଲି ଆମେ କହୁଛେ ଜନ୍ମ ପରଠୁ ପାଖାପାଖି 2-2.5 ବର୍ଷ ପର୍ଯ୍ୟନ୍ତ ପିଲାଙ୍କର 85 to 90% ବ୍ରେନ୍ ଗ୍ରୋଥ୍ ହେଇଯାଏ। ଯଦି ବ୍ରେନ୍ର ଗ୍ରୋଥଟା ଅଧିକ ହେବ, ବ୍ରେନ୍ଟା ସ୍ପିଡ୍ ବଢ଼ିବ, ପିଲାର ବ୍ରେନ୍ର ଯେଉଁ ମ୍ୟାଚୁରେସନ୍ ଯେଉଁ ଜିନିଷଟା ହେଉଛି, ସେ ମ୍ୟାଚୁରେସନ୍ ପାଇଁ ବ୍ଲଡ଼ ସପ୍ଲାଏ ଅଧିକ ଦରକାର। ତ ସେ ବ୍ଲଡ଼ ସପ୍ଲାଏ ଅଧିକ ହେବା ଯୋଗୁଁ, ଆଚ୍ଛା ଆମ ଦେହର ରକ୍ତଟା ଗରମ ନା ଥଣ୍ଡା? ଗରମ। ତ ରକ୍ତ ସଞ୍ଚାଳନ ଅଧିକ ହେବା ଯୋଗୁଁ ଆମର ବ୍ରେନ୍ଟା ନର୍ମାଲି ଟିକେ ଉତ୍ତାପ ଲାଗେ। ବୁଝିପାରିଲେ? ଦୁଇଟା ମୁଖ୍ୟ ଜିନିଷ, ଗୋଟେ ହେଲା ବଡି ସର୍ଫେସ୍, ଆଉ ଗୋଟେ ସେକେଣ୍ଡ ଜିନିଷ ହେଲା ତାଙ୍କୁ ବ୍ରେନ୍ ଗ୍ରୋଥ୍ ସ୍ପିଡ୍। ତେଣୁକରି ରକ୍ତ ସଞ୍ଚାଳନ ଅଧିକ ହେବା ଦରକାର, ସେଥିପାଇଁ ତାଙ୍କୁ ବ୍ରେନ୍ଟା ଟିକେ ଅଧିକ ତାତି ତାତି ଲାଗିବ, ମୁଣ୍ଡଟା ଟିକେ ଅଧିକ ତାତି ଲାଗେ। ତୃତୀୟ ଜିନିଷ ଆପଣ ନୋଟିସ୍ କରିଥିବେ, ପିଲାମାନଙ୍କର ହାର୍ଟ ରେଟ୍ଟା ଆମଠୁ ଅଧିକ। ତାଙ୍କର ହାତ, ଆପଣ ଛାତିରେ ହାତ ମାରିବେ, ଧର ଧର ଧର, ଆଉ ସେମାନେ ଭାରି ଆକ୍ଟିଭ୍। ତ ତାଙ୍କର ଆପଣ ଜନ୍ମ ବେଳକୁ ଯେଉଁ ଯେକୌଣସି ଛୋଟ ପିଲା, ନ୍ୟୁବର୍ନ ପିଲାକୁ ଆମେ ଯଦି କହିବା ତାଙ୍କର ହାର୍ଟ ରେଟ୍ ହେଉଛି ପାଖାପାଖି 140, 50, 160 ଏମିତି। ଆମର ନର୍ମାଲ ରେଷ୍ଟିଂ ହାର୍ଟ ରେଟ୍ କେତେ ଆମ ଆଡଲ୍ଟସ୍ ମାନଙ୍କର? 70, 72, 75 ଏଇ ଭିତରେ। ତ ଯେତେ ପିଲା ବଢ଼ି ଯିବ, ଆମ ଦେହରେ ଯେଉଁ ହାର୍ଟ ରେଟ୍ଟା ସେଇଟା ଆସ୍ତେ 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 କମିଯାଏ। ହାର୍ଟ ରେଟ୍ ଯଦି ଅଧିକ ହେବ ମାନେ ଆମର ରକ୍ତ ସଞ୍ଚାଳନ ସ୍ପିଡ୍ ସେଟା ବି ଅଧିକ ହେବ। ଇଏ ଗୋଟେ କାରଣ ଯେଉଁଥିପାଇଁ ତାତିଟା ଅଧିକ ଲାଗେ। ଚତୁର୍ଥ ହେଲା କ'ଣ ନା, ବାସାଲ୍ ମେଟାବଲିକ୍ ରେଟ୍, ତାକୁ BMR ବୋଲି କହନ୍ତି। ଆପଣ ନୋଟିସ୍ କରିଥିବେ, ଯେତେ ଛୋଟ ପିଲା ସେତେ ଅଧିକ ଚଞ୍ଚଳ, ଯେତେ ଅଧିକ ପିଲା ବଢ଼ିଯିବ ସେତେ ଚଞ୍ଚଳତା କମିଯିବ। ଠିକ୍ ନା ନାହିଁ କହିଲେ? ତ ଆକୁ କୁହାଯାଏ ବାସାଲ୍ ମେଟାବଲିକ୍ ରେଟ୍। ପିଲାମାନଙ୍କର BMR ବହୁତ ହାଇ। ଆମେ ଯେତେ ବୟସ ବଢ଼ି ଯିବା, ଆମର BMR ସେତେ କମିଯିବ। ବୁଢ଼ା ଲୋକମାନେ କ'ଣ ବହୁତ ଧାଁ ଦୌଡ଼ା କରୁଛନ୍ତି? ନାହିଁ, ଧୀରେ ବସୁଛନ୍ତି। ତାଙ୍କର ସେ BMRଟା ବହୁତ ଅଧିକ ଥିବା ଯୋଗୁଁ ତାଙ୍କର ଦେହରେ ହିଟ୍ ପ୍ରଡକ୍ସନଟା ଅଧିକ। ତ ସେଥିପାଇଁ ସେ ଗୋଟେ କାରଣ ଯେଉଁଥିପାଇଁ ତାଙ୍କ ଦେହଟା ଅପେକ୍ଷା ମୁଣ୍ଡଟା ସବୁବେଳେ ଗରମ ଗରମ ଲାଗେ। ଆଉ ଗୋଟେ କ'ଣ ନା, ଆପଣ ନୋଟିସ୍ କରିଥିବେ, ଯେତେ ଛୋଟ ସାଇଜ୍ ଜୀବଜନ୍ତୁ ତାଙ୍କୁ ହାତ ମାରି ଦେଖିବେ, ସେମାନେ ଗରମ ଲାଗିବେ। ବଡ଼ ସାଇଜ୍ ଥଣ୍ଡା ଲାଗିବେ। ଆପଣ ଯେଉଁ ଛୋଟ ଠେକୁଆ ହେଲା, ଛୋଟ ଗୁଣ୍ଡୁଚି ମୂଷା ହେଲା, ଆପଣ ଧରିକି କେବେ ଦେଖିବେ ପୁରା ତାଙ୍କ ଦେହଟା ତାତି ତାତି ଲାଗୁଥିବ, କେବେ ଥଣ୍ଡା ଲାଗିବନି। ଗୋଟେ ହାତୀକୁ ହାତ ମାରି ଦେଖିବେ, ସବୁବେଳେ ତା ଦେହ ହାତ ସବୁ ଥଣ୍ଡା ଲାଗିବ। ତାର ଅର୍ଥ ହେଲା BMRଟା ଯେତେ ବୟସ ବଢ଼ିବ ସେତେ କମିଯିବ, ଯେତେ ସାଇଜ୍ ବଢ଼ିବ ସେତେ କମିଯିବ। ତେଣୁକରି ସେଥିପାଇଁ ପିଲାମାନଙ୍କର ନର୍ମାଲି ବାସାଲ୍ ମେଟାବଲିକ୍ ରେଟ୍ ହାଇ ଥିବା ଯୋଗୁଁ ତାଙ୍କର ବଡି ସର୍ଫେସ୍ଟା ମାନେ ହେଡ୍ଟା ନର୍ମାଲି ଟିକେ ଗରମ ଲାଗେ। ଲାଷ୍ଟ ଜିନିଷ ହେଲା ଯେ ହେୟାର। ଆମର ପିଲାମାନଙ୍କୁ ନୋଟିସ୍ କରିଥିବେ, ଛୋଟ ପିଲା ଯେଉଁମାନେ ନ୍ୟୁବର୍ନ ପିଲା, ତାଙ୍କର ହେଡ୍ ଉପରେ ବହୁତ କମ୍ ଚୁଟି ଥାଏ। ଜନ୍ମ ବେଳକୁ ମା ପେଟରୁ ଜନ୍ମ ହେଇଛି ପିଲା, ବହୁତ କମ୍, କେତେଟା ଚୁଟି ଥିବ, ସେଗୁଡ଼ା ଆସ୍ତେ ଆସ୍ତେ ଖସିଯାଏ, ନୂଆ ଚୁଟି ତିଆରି ହୁଏ। କିନ୍ତୁ ଆପଣ ଦେଖିଥିବେ ପ୍ରାୟ ଗୋଟେ ବର୍ଷ, 1.5 ବର୍ଷ, 2 ବର୍ଷ ପର୍ଯ୍ୟନ୍ତ ତାଙ୍କର ଚୁଟି ଏତେ ଡେଭଲପ୍ ହୁଏନି। ତ ଚୁଟିର ଆମର ଯେଉଁ ନର୍ମାଲି ଆଡଲ୍ଟସ୍ ମାନଙ୍କର ଚୁଟି ଗହଳ ଚୁଟି ହେଲା ମାନେ କ'ଣ, ଆମର ହାତ ଲଗେଇଲେ ଆମକୁ ଲାଗିବ କି ଗରମ ଥଣ୍ଡା? କିଛି ଲାଗିବନି। ସେଟା ଗୋଟେ କୋଟିଂ ହେଇକି ରହିଲା, এটা ଗୋଟେ ଥର୍ମୋକୋଲ୍ ଭଳିଆ କାମ କରିବ। କିନ୍ତୁ ପିଲାଙ୍କର ଯେହେତୁ ତାଙ୍କର ଚୁଟିର ପରିମାଣ କମ୍, ତେଣୁକରି ଆମକୁ ହାତ ଲଗେଇଲା ମାନେ ଆମକୁ ସବୁବେଳେ ଗରମ ଲାଗିବ ସେଟା। ବୁଝିପାରିଲେ? ତ ଇଏ ହେଲା ମୁଖ୍ୟ 5ଟା କାରଣ ଯେଉଁଥିପାଇଁ ପିଲାଙ୍କର ନର୍ମାଲି ତାଙ୍କର ହେଡ୍ଟା ଆଡଲ୍ଟସ୍ ମାନଙ୍କ ଅପେକ୍ଷା ବା ତାଙ୍କର ଅନ୍ୟ ବଡି ସର୍ଫେସ୍ ଅପେକ୍ଷା ଟିକେ ଅଧିକ ଗରମ। ଆଚ୍ଛା, ଏବେ ଆମେ ବୁଝିବା ଯେ ନର୍ମାଲ ତାତି କୋଉଟା ଆଉ କୋଉଟା ଜ୍ୱର। ତ 2-3ଟା ସିମ୍ପଲ୍ ଜିନିଷ ବାସ୍ ଦେଖିବାର ଅଛି। ଯଦି ପିଲା ଆକ୍ଟିଭ୍, ଚଞ୍ଚଳ, କିଛି ଚିଡ଼ଚିଡ଼ା ନାହିଁ, ପିଲା ଖାଉଛି, ପିଲା ଧାଁ ଦୌଡ଼ା ଖେଳାକୁଦା କରୁଛି, ମାନେ କୌଣସି ମାନେ ଆପଣ ଦେଖୁନାହାନ୍ତି କିଛି ଅନ୍ୟ କିଛି ଲକ୍ଷଣ, ଧରନ୍ତୁ ଗୋଟେ ପିଲାକୁ ଦେହ ଖରାପ ଅଛି, ଆପଣ ଦେଖୁଛନ୍ତି ଥଣ୍ଡା ଅଛି, କାଶ ଅଛି, କଫ ଅଛି, ପେଲି ହେଉଛି ବା କିଛି ଗୋଟେ ପ୍ରୋବ୍ଲେମ୍ ଅଛି, ଖାଉନି ପିଲାଟା, କିଛି ଗୋଟେ ରୋଗ ବାଗ ନାହିଁ, ପୁରା ଆକ୍ଟିଭ୍ ସୁସ୍ଥ ପିଲା, ଖାଉଛି ପିଉଛି, ଆକ୍ଟିଭ୍ ଅଛି, ପରିସ୍ରା ଯାଉଛି, ବଢ଼ିଆ ଅଛି, କିଛି ଚିଡ଼ଚିଡ଼ା ନାହିଁ, ଜାଣିବେ ଯେ ଏଇଟା ଜ୍ୱର ମୋଷ୍ଟ ଲାଇକଲି ନୁହଁ। ଯେକୌଣସି ସମୟରେ ଆପଣ ଫିଲ୍ କରିଥିବେ ଜ୍ୱର ହେଲା ମାନେ, ଦେହଟା ତାତି ରହିଲା ମାନେ ପିଲାଟା ଚିଡ଼ଚିଡ଼ା ହେଇଯିବ, ଖାଇବନି, ଖାଲି ଓକାର ଦେଖେଇବ। ହଁ କି ନାହିଁ କହିଲେ? ତେଣୁକରି ଇଏ ଗୋଟେ ବହୁତ ସିମ୍ପଲ୍ ଜିନିଷ ଯେଉଁଟା ଦେଖି ଆପଣ ଡିଷ୍ଟିଂଗୁଇଶ୍ କରିପାରିବେ। ଦ୍ୱିତୀୟ ଜିନିଷ ହେଲା ଥର୍ମୋମିଟର ନେବେ, ଡିଜିଟାଲ ଥର୍ମୋମିଟର। ଆଗୁ ଭିଡ଼ିଓରେ ମୁଁ କହିଛି କେମିତି ତାତି ମପାଯିବ। ଡିଜିଟାଲ ଥର୍ମୋମିଟର ନେବେ, କାଖରେ ପକାଇବେ, ଦେଖିବେ 5 ବର୍ଷ ପର୍ଯ୍ୟନ୍ତ ପିଲାଙ୍କର ତାତି କେବେ ପାଟିରୁ ମାପିବେନି, ସବୁବେଳେ କାଖରୁ ମାପିବେ। ସିମ୍ପଲ୍ ଜିନିଷ, 99 ଡିଗ୍ରୀ ଫାରେନହାଇଟ୍ ବା 37.2, ତାଠୁ ଅଧିକ 37.2
सेल्सियस ताठू अधिक रहा ताले आम कहवा जे ज्वर हो पारे। आम ज्वर मापिया पूर्व पिला को टिके तार जब बहुत कपड़ा फपड़ा पिंधि टे खोलदेवा टिके समय 5 मिनट बुले आनिबा स्लो फैन चालू करवा पिला को पानी पीवा दबा वेट करवा 5 मिनट पर मापिबा काखर झाड़टा को टिके पुछि देबा कपड़ा रे तापर मापिबे एतिक पर भी जदी 99 प्लस रोचे फारेनहाइट प्लस रोचे तार तातीटा हो पारे ज्वर अच्छे पारासीटामोल दबा किसी कथा नहीं डाक्तर परामर्श नवा। दीटा लास्ट जिनस मुझे कहीदिए दीटा मुख्य मिस्टेक जो पेरेंट्स मैंने करते। नंबर 1 बहुत समय भावती जे एटा ज्वर नुह एक्चुअली ज्वर थी बट ज्वर नुह भाविकी से पारासीटामोल दिखते देहरे मैंने एक्चुअली ताती रोथुव 99.5 उपर 100 पाखापाखि रोथुव पिलाटा चिड़चिड़ा रोथुव भावुत नहीं सब तो ठीक अच्छे कहीं औषध दबा बारंबार पारासीटामोल देले छुआ क्षति हो लिवर खराब हो जानी था पारासीटामोल गोटे बहुत ही सरल औषध एथे किसी सेमती खास प्रोब्लेम हुए छुआ को आम 3 थर 4 थर लेखा गोटे दिन में 5 घंटा 6 घंटा गैप रखिक देपर बारंबार पोछापोछि करवा ज्वरटा रोग नुहे ज्वरटा है गोटे लक्षण बट ज्वरटा को आम ट्रिट करवानी तार रोगटा को ट्रिटमेंट करवा किंतु ज्वरटा को जब आप न कमेबे पिलाटा को अत्यधिक डिस्कम्फर्ट रहिबो ता सहित आप जानते छोट छोट पिला 4-5 वर्ष नहला पर्यंत फिट संभावना बहुत अधिक मुंड को चढ़ी जाए ज्वरटा तेणुक ये विपद को न जावाई पिला को पारासीटामोल दबाटा बहुत सेफ ऑप्शन जदि आप देखुं 99 बा 99.5 डिग्री फारेनहाइट पाखापाखि रोचे तार काखरे ताती निश्चय भाव में पारासीटामोल दिंतु। आउ गोटे कथा कौन जो बहुत समय पेरेंट्स मैंने भावती पारासीटामोलटा पिला किसी खाऊनी सार चिड़चिड़ा हो बांति कर दबना ना पारासीटामोल सब चेष्टा करेंगे खाली ब्रेस्ट फीडिंग जब छोट पिला अच्छे ब्रेस्ट फीडिंग करके ओआरएस पानी पीकी दे पारिबा साधारण खाद्य जहाँ भी बिस्किट है चॉकलेट है किसी गोटे छोट मोट जिनस पाटे देखिए आम प्लान पारासीटामोल गोटे डोज दे पारिबा एट वर्स्ट कंडीशन किसी भी पिला खाऊनी बिल्कुल नहीं पारुनी किसी नो प्रॉब्लम खाली पेटे प्लेन पारासीटामोल गोटे डोज देवे ज्वर कमीगला स्पंजिंग फंजिंग करेंगे ज्वर कमीगला खावा को दे पारे। तो ये गोटे कन्फ्यूजन गोटे मिस्टेक जोटा को आप ध्यान रखिए। आउ सेकेंड मिस्टेक कौन ना बहुत समय ज्वर एक्चुअली नथिबो पारासीटामोल दे देथिबे जोटा आपन कहली आज टॉपिक रो डिस्कशन जोटा तेणुक ज्वर अच्छे कि नहीं फास्ट कन्फर्म करेंगे जहाँ कहली आपको जेटा नॉर्मल ताती ना ज्वर जदि ज्वर अच्छी पारासीटामोल देवे। तो ये दुईटा जिन को आप ध्यान रखिए। मुझे भावुची जो पेरेंट्स मानकर कन्फ्यूजन थी जे मो छुआ को ज्वर छाड़ूनी मो देह मो छुआ देह सब ताती मुंडटा सब ताती रोचे देह गोटे कौन रोग बाग हो इंटरनाल प्रॉब्लम तांको ये वीडियोटा बहुत हेल्प करिवो। केमती लागला वीडियो जणाइबे शेयर करेंगे लाइक करेंगे कमेंट करेंगे। आज ये रखिली नेक्स्ट वीडियो पुणी देखा धन्यवाद।